ଜୟ ଜଗନ୍ନାଥ। ମୁଁ ଡମ୍ବରୁଧର ପଣ୍ଡା ଜୟପୁର ଜଗନ୍ନାଥ ମନ୍ଦିର ପୂଜକ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜୟପୁରର ଦେବସ୍ନାନ ପୂର୍ଣ୍ଣିମା ଆମର ଯେମିତି ପ୍ରତିଦିନ ଦୈନନ୍ଦିନ ନୀତି କାମ ସରିଲା ପରେ ଆମର ମଧ୍ୟାହ୍ନ 12ଟା ସୁଦ୍ଧା ଆମେ ଅନ୍ନଭୋଗ ସାରିଲା ପରେ ଛେନାପଟି ଲାଗି ଆମେ ଦିନ 3ଟା ସୁଦ୍ଧା ଆମର ତିନି ଠାକୁରଙ୍କର ଆମେ ଛେନାପଡ଼ା ଲାଗିକରି ଆମେ ସ୍ନାନ ମଣ୍ଡପକୁ ବିଜେ କରିଲୁ। ଆମର କାର୍ଯ୍ୟକ୍ରମ ପ୍ରାୟ 3ଟା 3:30 ପରେ ଆରମ୍ଭ ହେଲା। 4:30 ସୁଦ୍ଧା ଆମର ନୀତିକାନ୍ତି ସରି 4ଟା 5ଟା ସୁଦ୍ଧା ଆମେ ହାତୀ ବେଶ ବର୍ତ୍ତମାନ ଲୋକଙ୍କୁ ଦର୍ଶନ ଦେଉଛୁ। ଆମର ଅନ୍ୟାନ୍ୟ ପ୍ରାନ୍ତ ମାନଙ୍କରେ ସକାଳୁ ସକାଳୁ ସ୍ନାନ ଯାତ୍ରା ହୁଏ, କିନ୍ତୁ ଆମର ଏଠି ରଜାଙ୍କର ପରମ୍ପରା ଅନୁସାରେ ଆମର 2 ପହର ପରେ ଏକା ଆମର ଏଠି ଦେବସ୍ନାନ ନୀତି କରାଯାଏ। ବର୍ତ୍ତମାନ ଦେବନୀତି ସରିଲା ପରେ ଏବେ ପଟି ପ୍ରତିଷ୍ଠା ସନ୍ଧ୍ୟା 6ଟା ପରେ ମନ୍ଦିର ଠାକୁରଙ୍କ ଘର ଭିତରେ ପଟି ପ୍ରତିଷ୍ଠା ହେବ, ଯାହାକି 14 ଦିନ ମହାପ୍ରଭୁ ଅନଶରରେ ରହିବେ, 15 ଦିନ ଅନଶରରେ ରହିବେ। ତେଣୁକରି ପଟି ପ୍ରତିଷ୍ଠାର ଏବେ ସନ୍ଧ୍ୟା ହେବ ଆମର ପଟି ପ୍ରତିଷ୍ଠାର କାର୍ଯ୍ୟକ୍ରମ ଆରମ୍ଭ କରିବ। ଆଗକୁ କଣ ରହିଛି ଆଜିର ପରେ ଏବେ କାଲିଠାରୁ ଦିଅଙ୍କର ଅନଶର ରହିବେ 15 ଦିନ। ଅନଶର ଗୁପ୍ତ ପୂଜା 15 ଦିନ ପରେ 14 ତାରିଖ ଦିନ ଆମର ନେତ୍ର ଉତ୍ସବ, ସେ ବି ସନ୍ଧ୍ୟା ଟାଇମରେ ଆମର ନେତ୍ର ଉତ୍ସବ ହେବ। 15 ତାରିଖ ଶୋଭାଯାତ୍ରା, 16 ତାରିଖ ରଥଯାତ୍ରା, 17 ତାରିଖ ଦିନ ଆମର ଏଠି ରଥ ଟଣାଯାଏ।